ଯେତେ ଶାଢ଼ୀ ମୁଁ ପିନ୍ଧୁଛି ସବୁ ଶାଢ଼ୀରେ ମୋର ଫୁଟା, ସବୁ ଶାଢ଼ୀ ଚିରା। କାହିଁକି ନା ଆମର ହଉଛି ଚୁଲିରେ ରୋଷେଇ, ଗ୍ୟାସ ରୋଷେଇ ହେଇଥିଲେ ସିନା ଛିଡା ହେଇକି କରିଥାନ୍ତୁ, କିନ୍ତୁ ଚୁଲି ରୋଷେଇ ମାନେ ବସିକି କରିବା ପାଇଁ ପଡିବ। ତଳେ ବସିକି ତ ଆଉ ରୋଷେଇ କରିହବନି, ସେଥିପାଇଁ ପିଢାଟା ସବୁବେଳେ ଆବଶ୍ୟକ ହୋଇଥାଏ ଯୋଉମାନେ ବି ଚୁଲିରେ ରୋଷେଇ କରିଥାନ୍ତି। ସବୁ ଶାଢ଼ୀ ଚିରୁଛି କାହିଁକି ଦେଖିଲା ବେଳକୁ ଏଇ ପିଢାରେ ହିଁ ଅସୁବିଧା ଅଛି। ସବୁ ଶାଢ଼ୀକି ମୋର ଚିରି ଦଉଛି, କିନ୍ତୁ ଅସୁବିଧାଟା ଜଣା ପଡୁନି, କୋଉଠି କାଠ ବାହାରିଛି କି କଣ୍ଟା ବାହାରିଛି ଜଣା ପଡୁନି, କିନ୍ତୁ ସବୁ ଶାଢ଼ୀ ଚିରି ଯାଉଛି। ସେଥିପାଇଁ ଡଲି ଆଜି ବସିକି କହିଲେ ଦିଅ ମୁଁ ସେ ପିଢାଟାକୁ ଭଲସେ ବନେଇ ଦଉଛି। ତାଙ୍କର ଗୋଟେ ପୁରୁଣା ଷ୍ଟଲ ଥିଲା ଯାହାକୁ ସେ ଚୁଡ଼ିଦାରରେ ପକାନ୍ତି, ସେଇଆକୁ ନେଇ ଆସିଲେ, ଆଣିକି ପିଢାର ତାକୁ ବାନ୍ଧିବା ଆରମ୍ଭ କଲେ। ମୁଁ ଭାବିଲି ମୋରି ଏକୁଟିଆ ବୋଧେ ଶାଢ଼ୀ ଗୁଡାକ ଚିରି ଯାଉଛି, କିନ୍ତୁ ଗାଁ ସାରା ଲୋକଙ୍କର ଏଇଭଳି ହିଁ ପିଢା ବନ୍ଧା ହେଇଛି। ସମସ୍ତଙ୍କର ବୋଧେ ଶାଢ଼ୀ ଚିରି ଯାଉଛି, ମାନେ ପିଢାରେ କଣ୍ଟା ବାହାରୁଛି, କାଠ ବାହାରୁଛି, ବାହାରିକି ଶାଢ଼ୀ ଚିରି ଦଉଛି। ସେଥିପାଇଁ କାଳେ ସମସ୍ତେ ଗାଁ ସାରା ଲୋକ ବି ଏଇଭଳି ବନେଇକି ରୋଷେଇ କରୁଛନ୍ତି। ସେଥିପାଇଁ ଡଲି ଆଜି ଦେଖିକି ଆସିଥିଲେ, କହିଲେ ଦିଅ ମୁଁ ଆକୁ ବନେଇ ଦେବି। ଏଠି ଡଲି ପିଢାଟାକୁ ଭଲସେ ବନେଇ ଦେଲେ, ମୋ ଉପରେ ସେ ରାଗୁଛନ୍ତି। ରାଗିବାର କାରଣ ଯେ କହୁଛନ୍ତି ଯେ ତମେ ଗୋଡ ତା ଦେହରେ ପକାଅନି, ହାତରେ ଧୀରେ କିନା ଉଠେଇକି ବସ, ଗୋଡ ପକେଇଲେ ସେ ଯୋଉ ବନ୍ଧା ଯାଇଛି ଯୋଉ ତାଙ୍କର ଯୋଉ ଷ୍ଟଲଟା ସିଏ ବି ଚିରିଯିବ ଲାଷ୍ଟକୁ। ମତେ ସେଇଥିପାଇଁ କହୁଛନ୍ତି ଧୀରେ କିନା ହାତରେ ପକେଇକି ବସିବ। ମୁଁ କିନ୍ତୁ ଗୋଡରେ ତାକୁ ଏପଟ ସେପଟ କରୁଛି। ଆମର ଏଇ ଆଇଡିଆଟା କେମିତି ଲାଗିଲା ନିହାତି ଭାବରେ କମେଣ୍ଟରେ ଜଣେଇବେ ହେଲା। ଏଟା ତ ଆମ ଆଇଡିଆ ନୁହଁ, ଗାଁରୁ ଦେଖିକି ଆମେ ଏଇଟା ଏଇଭଳି କରିଛୁ।